ଗୁରୁଙ୍କ କରସ୍ପର୍ଶର ମହତ୍ଵ। ସଦ୍ଗୁରୁ ଯେତେବେଳେ ଜଣେ ସୁଦକ୍ଷ ନାବିକ, ସେ ନିଶ୍ଚୟ କୁଶଳତା ଏବଂ ପାରଦର୍ଶିତାର ସହ ଆମକୁ ଏହି ଭବସାଗରରୁ ଉଦ୍ଧାର କରିବେ। ସଦ୍ଗୁରୁ ଶବ୍ଦ ଉଚ୍ଚାରଣ କରିବା ମାତ୍ରେ ମୋ ମାନସ ପଟକୁ ଶ୍ରୀ ସାଇଙ୍କ ସ୍ମୃତି ଭାସି ଆସୁଛି। ଏପରି ଜଣାପଡ଼ୁଛି କି ଯେପରି ସେ ସ୍ୱୟଂ ମୋ ସମ୍ମୁଖରେ ଦଣ୍ଡାୟମାନ ହୋଇଛନ୍ତି ଏବଂ ମୋ ମସ୍ତକରେ ଉଦି ଲଗାଇ ଦେଉଛନ୍ତି। ଦେଖ ଦେଖ, ସେ କିପରି ତାଙ୍କର ବରଦ ହସ୍ତ ଉଠାଇ ମୋର ମଥା ଉପରେ ରଖୁଛନ୍ତି। ଏହି କ୍ଷଣ ମୋର ହୃଦୟ ଆନନ୍ଦରେ ପୂରି ଉଠିଲା। ମୋର ଦୁଇ ଚକ୍ଷୁରୁ ପ୍ରେମାଶ୍ରୁ ପ୍ରବାହିତ ହେଲା। ସଦ୍ଗୁରୁଙ୍କ କରସ୍ପର୍ଶ ଶକ୍ତି କେତେ ମହାନ ପୁଲକପ୍ରଦ। ସୂକ୍ଷ୍ମ ଶରୀର, ଯାହା ସଂସାରକୁ ଭସ୍ମ କରୁଥିବା ଅଗ୍ନି ଦ୍ୱାରା ମଧ୍ୟ ନଷ୍ଟ ହୁଏ ନାହିଁ, ତାହା ଗୁରୁଙ୍କର କରସ୍ପର୍ଶ ଦ୍ୱାରା ମୁହୂର୍ତ୍ତକ ମଧ୍ୟରେ ନଷ୍ଟ ହୋଇଯାଏ। ଅନେକ ଜନ୍ମର ସମସ୍ତ ପାପ ଲୋପ ପାଇଯାଏ। ଯେଉଁ ବ୍ୟକ୍ତିମାନଙ୍କର ଧାର୍ମିକ ଏବଂ ଐଶ୍ୱରିକ କ୍ରିୟାରେ ରୁଚି ନଥାଏ, ସେମାନଙ୍କର ମନ ମଧ୍ୟ ସ୍ଥିର ହୋଇଯାଏ। ଶ୍ରୀ ସାଇବାବାଙ୍କର ମନୋହର ରୂପ ଦର୍ଶନ କରି କଣ୍ଠ ପ୍ରଫୁଲ୍ଲତାରେ ବାଷ୍ପରୁଦ୍ଧ ହୋଇଯାଉଛି, ଚକ୍ଷୁ ଯୁଗଳରୁ ଅଶ୍ରୁଧାର ପ୍ରବାହିତ ହେଉଛି ଏବଂ ଯେତେବେଳେ ହୃଦୟ ଭାବରେ ପରିପୂର୍ଣ୍ଣ ହୋଇଉଠେ, ସେତେବେଳେ ସୋହଂ ଭାବ ଜାଗ୍ରତ ହୋଇ ଆତ୍ମାନୁଭବର ଆନନ୍ଦ ହୁଏ। ମୁଁ ଏବଂ ତୁମେ, ଏହିପରି ଦ୍ୱୈତ ବିଚାର ନଷ୍ଟ ହୋଇଯାଏ ଏବଂ ତତ୍କ୍ଷଣାତ୍ ବ୍ରହ୍ମ ସହିତ ଅଭିନ୍ନତା ପ୍ରାପ୍ତ ହୁଏ। ଯେତେବେଳେ ମୁଁ ଧର୍ମଗ୍ରନ୍ଥ ପାଠ କରେ, କ୍ଷଣ କ୍ଷଣରେ ସଦ୍ଗୁରୁଙ୍କ ସ୍ମୃତି ଚାଲିଆସେ। ବାବା ରାମ କିମ୍ବା କୃଷ୍ଣ ରୂପ ଧାରଣ କରନ୍ତି ଏବଂ ମୋତେ ଲାଗେ ଯେପରି ସେ ହିଁ ଭାଗବତ ଅଥବା ଭକ୍ତମାନଙ୍କର କଲ୍ୟାଣ ନିମିତ୍ତ ଉଦ୍ଧବ ଗୀତା ଶୁଣାଉଛନ୍ତି। ଯେବେ ମୁଁ କାହା ସହିତ କୌଣସି ବିଷୟରେ ବାର୍ତ୍ତାଳାପ କରେ, ବାବାଙ୍କ କଥା ସ୍ମରଣକୁ ନେଇ ଆସେ, ଯେପରିକି ସେହି ଲୋକଟିକୁ ମୁଁ ଉପଯୁକ୍ତ ଭାବରେ ବୁଝାଇବାରେ ସକ୍ଷମ ହେବି। ବେଳେବେଳେ ମୁଁ ଗୋଟିଏ ବାକ୍ୟ କିମ୍ବା ଶବ୍ଦ ମଧ୍ୟ ରଚନା କରିପାରେ ନାହିଁ, କିନ୍ତୁ ଯେତେବେଳେ ତାଙ୍କ କୃପା ହୋଇଯାଏ, କଲମର ଗତି ବନ୍ଦ ହୁଏ ନାହିଁ। ଯେତେବେଳେ ଭକ୍ତର ମନରେ ଅହଙ୍କାର ବୃଦ୍ଧି ହୋଇଯାଏ, ସେ ଶକ୍ତି ପ୍ରଦାନ କରି ଅହଙ୍କାର ଶୂନ୍ୟ କରି ଅନ୍ତିମ ଧ୍ୟେୟ ପ୍ରାପ୍ତ କରାନ୍ତି ତଥା ତାହାକୁ ସନ୍ତୁଷ୍ଟ କରିବାରେ ଅକ୍ଷୟ ସୁଖର ଅଧିକାରୀ କରାନ୍ତି। ଯିଏ ବାବାଙ୍କୁ ପ୍ରେମ କରି ଅନନ୍ୟ ଭାବରେ ତାଙ୍କର ଶରଣାପନ୍ନ ହୁଏ, ସେ ଅନ୍ୟ କୌଣସି ସାଧନା କରିବାର ଆବଶ୍ୟକତା ନାହିଁ। ଧର୍ମ, ଅର୍ଥ, କାମ ଏବଂ ମୋକ୍ଷ ତାହାକୁ ସହଜରେ ପ୍ରାପ୍ତି ହୋଇଥାଏ। ଈଶ୍ୱରଙ୍କ ନିକଟରେ ପହଞ୍ଚିବାର ଚାରୋଟି ମାର୍ଗ ଅଛି,